ଭୟ ଅନେକ ସମୟରେ ଆମେ ଭୟରେ ଅନେକ ସମୟରେ ଅନେକ ଚାପରେ ସାମ୍ପ୍ରଦାୟିକତାର ଏବଂ ସାମାଜିକ ଯୋଉ ବାଦ ଅଛି ସେ ବାଦର ଚାପରେ ଆମ ବିଚାରଟାକୁ ବହୁତ ତଳେ ଆମେ ଚାପି ଦଉ। ତେଣୁ ଆମର ଯୋଉ ସ୍ୱତନ୍ତ୍ର ବିଚାର ଅଛି ସେ ବିଚାରରେ ଆମକୁ ସୁଦୃଢ ସଦ୍ଗୁରୁଦେବ ଶ୍ରୀମୁନି ସେଇଥିପାଇଁ କହିଲେ ଜ୍ଞାନରେ ଶକ୍ତି ଅଛି, ଆତ୍ମଜ୍ଞାନ ସର୍ବଶ୍ରେଷ୍ଠ ଜ୍ଞାନ, ଅନ୍ଧବିଶ୍ୱାସ ଛାଡି ନିଜ ଭିତରର ଶବ୍ଦ ଶୁଣ, ତୁମର ପ୍ରକୃତ ପଥ ପ୍ରଦର୍ଶକ ତୁମ ଭିତରେ ବିଦ୍ୟମାନ। ମତେ ସଂକ୍ଷିପ୍ତ ସମୟ ଦିଆଯାଇଛି, ମୁଁ ଖାଲି ଟିକେ ଆଉ ସାରିଦେବି, ଆଉ ବେଶୀ ଭିତରକୁ ଯେମିତି ଖାଲି କହିବାକୁ ଖାଲି ଟିକେ କହିବି। ମଣିଷ ମନ ଭିତରେ ସନ୍ଦେହ ଥାଏ, ଟଙ୍କା ଥାଏ, ସେଥିପାଇଁ ସେ ବିଭିନ୍ନ କ୍ରିୟା କର୍ମକାଣ୍ଡ ସହିତ ନିଜକୁ ନେଇକି ଚାଲେ। ଅପ୍ରତିଷ୍ଠାକୁ ପ୍ରତିଷ୍ଠା କରାଯାଏ। ମଣିଷ ମନ ଭିତରେ ବିଚାର ଥାଏ, ଏଇଟା ଅପ୍ରତିଷ୍ଠା ଅଛି, ତାହାକୁ ମତେ ପ୍ରତିଷ୍ଠା କରିବାକୁ ପଡିବ। ଏଇଟା ଅଶୁଭ ଅଛି, ମତେ ଶୁଭ କରିବାକୁ ପଡିବ। ଏଇଟା ଅଶୁଦ୍ଧ ଅଛି, ତାକୁ ଶୁଦ୍ଧ କରିବାକୁ ପଡିବ। ଏ ଭାବନା, ଏଇ ଯୋଉ ବିଚାର ମଣିଷ ମନ ଭିତରେ ଆସୁଛି, ଶୁଦ୍ଧ ଅଶୁଦ୍ଧ, ଭଲ ମନ୍ଦ, ଏଇଟା କାହାର ସୃଷ୍ଟି, କୋଉଠୁ ଏଇଟା ତିଆରି ହଉଛି, ଆର ଉଦ୍ଗମ ସ୍ଥଳଟା କୋଉଠୁ, ଯେପର୍ଯ୍ୟନ୍ତ ଆମେ ବୁଝି ନାହାନ୍ତି ଏ ମିଛ ପ୍ରହଳିକାରେ ବୁଲୁଥିବା। ଯେତେବେଳେ ଆମେ ବୁଝିଯିବା, ଆଜି ପର୍ଯ୍ୟନ୍ତ ଆମେ ଯୋଉ ଭାବରେ ଆମେ ଯାହାକୁ ଆଜି ପର୍ଯ୍ୟନ୍ତ ମାନିଛନ୍ତି ତାହାର ବାସ୍ତବତା ସତ୍ୟତା କେତେ ଅଛି। ଗୋଟିଏ ଘର ହେଇଛି, ଗୋଟେ ବିରାଟ ବଡ ଘର ତିଆରି ହେଲା। ସେ ଘର ଆରମ୍ଭ କେମିତି ହେଲା? ସେ ଯୋଉ ଘରର ପ୍ରଥମ ସ୍ଥିତି କୋଉଠୁ ସୃଷ୍ଟି ହେଲା? ଆଜି ଗୋଟେ ବିରାଟ କାୟ ରୂପଟେ ନଉଛି। ଘରେ ଆପଣ ଅନ୍ତର୍ମୁଖୀ ହେଇକି ଭିତରକୁ ନେଇକି ବିଚାର କରି ଚିନ୍ତା ଭଲ ଭାବରେ ଟିକେ ବିଚାର କରନ୍ତୁ। ଯେଉଁ ବ୍ୟକ୍ତି ଘରଟେ କରିବା ପାଇଁ ସ୍ଥିର କରେ, ସୂକ୍ଷ୍ମ ଚିତ୍ତରେ, ମନ ଭିତରେ, ତା ହୃଦୟ ଭିତରେ, ଆମେ ଯଦି ବାହ୍ୟ ଆମେ ଯୋଉ ଭାବରେ କହୁଛନ୍ତି, ସେ ସ୍ୱତନ୍ତ୍ର ଗୋଟିଏ ଘର ତିଆରି କରିଥାଏ। ନକ୍ସାଟେ ଆଗରୁ ପ୍ରସ୍ତୁତ ହେଇଥାଏ। ଇଞ୍ଜିନିୟରକୁ ଡାକି ହଉ, ଅମୁକ ହଉ, ସେ ନକ୍ସାଟା ଇଞ୍ଜିନିୟର କାଗଜରେ ଯୋଉ କଲମ କାଗଜରେ ଯୋଉ ଗାରଟେ ଟାଣେ, ସେ କଲମ କାଗଜରେ ଟାଣୁଥିବା ଗାରଟେ ପ୍ରଥମରୁ ମନ ଭିତରୁ, ହୃଦୟ ଭିତରୁ ତାର ବାହାରିଥାଏ। ମୁଁ କୋଉଠି କଣ କରିବି, କୋଉଠି କଣ କରିବି, କୋଉଟା କଣ, ଏଉଠୁ ପ୍ରଥମରୁ ତାର ସୃଷ୍ଟି ହୁଏ। ଇଞ୍ଜିନିୟର ତାର ରୂପ ଦେଇ ସାରିଲା ପରେ ତା ପରବର୍ତ୍ତୀ ସମୟରେ ଆମେ ଅନ୍ୟ କେତେ କଣ ଜିନିଷ ଆଣିକି ତାକୁ ପକେଇକିରି ତାର ସାକାର ରୂପକୁ ଆମେ ଦଉ। ଭୁଲି ଯାଉ ଆମେ ଯିଏ ଆରମ୍ଭ କରିଥିଲେ ତାର ଶକ୍ତି କେତେ, ଯୋଉ ଶକ୍ତିର ପ୍ରଭାବରେ ଆଜି ଏତେ ବଡ ଅଟ୍ଟାଳିକା ତିଆରି ହେଇଗଲା। ଯାହାର ସୂକ୍ଷ୍ମ ଚିନ୍ତା, ସୂକ୍ଷ୍ମ ଚେତନା, ସୂକ୍ଷ୍ମ ଭାବନାର ରୂପଟା ଆଜି ଗୋଟେ ବିରାଟ ରୂପ ଆକାରରେ ନେଇଯାଇଛି। ତା ପରବର୍ତ୍ତୀ ସମୟରେ ଆମେ ଆଶ୍ଚର୍ଯ୍ୟ ଅଚମ୍ବିତ ହୋଇଯାଉଛନ୍ତି। ତାର ମୂଳ ଉଦ୍ଗମସ୍ଥଳୀ, ତାର ସଂସ୍ଥାଟା କିଏ, ଏ କଥା ଆମେ ଭୁଲି ଯାଉଛନ୍ତି। ତାକୁ ଭୁଲି ପରବର୍ତ୍ତୀ ସମୟରେ ତିଆରି ହୋଇଥିବା ଏଇ ବିରାଟ କାୟ ଅଟ୍ଟାଳିକାକୁ ପରବର୍ତ୍ତୀ ସମୟରେ ଚିନ୍ତା କରି ଖୋଜୁଛନ୍ତି, ଆକୁ କିଏ ଜଣେ ପ୍ରତିଷ୍ଠା କରିବ, ଆକୁ କିଏ ଗୋଟେ ଶୁଭ ଦବ, ଆକୁ କିଏ ଜଣେ ପ୍ରବେଶ କରାଇବ। ଏ ବିଚାରକୁ ଆମକୁ ବୁଝିବାକୁ ପଡିବ। ଏ ଜ୍ଞାନରେ ଆମକୁ ସ୍ଥିରତା ଆଣିବାକୁ ପଡିବ, ବୁଝିବାକୁ ପଡିବ। ଅନ୍ତରରେ ବୁଝି ଯାଆନ୍ତୁ, ହୃଦୟ ଜ୍ଞାନର ମୁକ୍ତି, ଜ୍ଞାନ ମୁକ୍ତି କଥା ଆମେ ସମସ୍ତେ ମୁକ୍ତି 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 ଆମେ ଖୋଜୁଛନ୍ତି। ମୁକ୍ତି କି କେତେବେଳେ ଚାରିଆଡେ ବୁଲୁଛନ୍ତି, ମୁକ୍ତି କୋଉଠି ନାହିଁ। ଯେତେବେଳେ ଆପଣଙ୍କର ଜ୍ଞାନ ହେଇଗଲା, ମୁକ୍ତି ହେଇଗଲା। ଅକ୍ଷରକୁ ଯେପର୍ଯ୍ୟନ୍ତ ଚିହ୍ନି ନାହାନ୍ତି, ସେଠି କଣ ଲେଖା ହେଇଛି, ସେଠି ପରିସ୍ରା କରିବା ମନା ଆପଣ ଜାଣିନାହାନ୍ତି, ସେଇଠି ଯାଉଛନ୍ତି ପରିସ୍ରା କରୁଛନ୍ତି। ଆପଣଙ୍କୁ କିଏ ଆସିଲା ବାନ୍ଧିଲା, ଫାଇନ ଦିଅ, ଆମ ଆନ୍ଧ୍ରରୁ ଯାଇଛନ୍ତି, ମୋର ସାଙ୍ଗ ଷ୍ଟାଫ ଜଣେ କହୁଥିଲା, ଏଠି 25 ଟଙ୍କା ଫାଇନ ପକେଇଥିଲେ। କଣ ନା ଏଠି ପରିସ୍ରା କାହିଁକି, କଣ ନା ଏଠି ଲେଖା ହେଇଛି। କଣ ଲେଖା ହେଇଛି ନା ଏଠି ପରିସ୍ରା କଲେ ଆପଣଙ୍କୁ ଫାଇନ ଦେବାକୁ ପଡିବ। ଆଖି ଅଛି, ଦର୍ଶନ ଅଛି, ସବୁ କିଛି ଅଛି, ସେଠି କଣ ଲେଖା ହେଇଛି ଜାଣିନାହାନ୍ତି। ଯେତେବେଳେ ସେ ଜାଣିଗଲେ ଏଇଠି ଏଇ କଥାଟା ଲେଖା ହେଇଛି, ଅର୍ଥାତ୍ ତାଙ୍କ ଭିତରେ ଜ୍ଞାନ ଉଦ୍ରେକ ହେଲା, ସେ ବୁଝିପାରିଲେ। ଫାଇନ କାଟିଲେ, ଆସିଲେ ତିରୁପତି ଯାଇଥିଲେ, ଫାଇନ କାଟିଲେ, ଆସିଲେ। ଜ୍ଞାନ ଯେତେବେଳେ ହେଇଯିବ, ମୁକ୍ତି ତା ପଛରେ ଲାଗିକି ରହିଛି, ମୁକ୍ତିକି ଖୋଜିବାକୁ ପଡିବ ନାହିଁ। ଆମେ ମୁକ୍ତି ପାଇଁ କେତେ ତୀର୍ଥ ବ୍ରତ କେତେ କଣ କରି କୁଆଡେ କୁଆଡେ ମନ୍ଦିର ମସଜିଦ ଅମୁକ ସମୁକ ଚାରିଆଡେ ଆମେ ବୁଲି ବୁଲି ଧାଉଁଛନ୍ତି ମୁକ୍ତିର ସ୍ୱାଦକୁ ପାଇବା ପାଇଁ।
ଯେତେବେଳେ ଆପଣ ପ୍ରକୃତ ବାସ୍ତବ ଜ୍ଞାନକୁ ଆପଣ ଜାଣିଯିବେ, ବୁଝିଯିବେ, ମୁକ୍ତି କି ଆଉ ଖୋଜିବାକୁ ପଡିବ ନାହିଁ। ମୁକ୍ତି ଆପେ ଆପେ ଆପଣଙ୍କର ସେଇଠି ମୁକ୍ତି ହେଇଗଲା। ମୁନି ସମାଜ ଏଇ ସିଦ୍ଧାନ୍ତ, ଆପଣ ଏଇ ସଂକ୍ଷେପରେ ମୁଁ ଏତିକି କଥା ଖାଲି କହିବାକୁ ଚାହିଁବି। ମୁନି ସମାଜ ଏଇ ସିଦ୍ଧାନ୍ତ, ଏଇ ବିଚାର ଆମ ଭିତରେ ଆଣିବାକୁ ଚାହୁଁଛନ୍ତି। ଆପଣ ସ୍ୱତନ୍ତ୍ର ବିଚାରକ ହୁଅନ୍ତୁ, ଆପଣ ନିଜେ ସ୍ୱାଧୀନ ହୁଅନ୍ତୁ, ଆପଣ ମୁକ୍ତ ହୁଅନ୍ତୁ। ଯେତେବେଳେ ଆପଣଙ୍କର ମନ ଭିତରେ କଣ ଅଛି, ଏ ଯେତେ ସବୁ କ୍ରିୟା କର୍ମକାଣ୍ଡର ଆୟୋଜନ କରାହୁଏ, ମନ ଭିତରେ କାହିଁକି ଏସବୁ କରାହୁଏ? ଭୟ, ମୃତ୍ୟୁର ଭୟ, କିମ୍ବା ପରବର୍ତ୍ତୀ ସମୟରେ କଣ ଗୋଟେ ଅସୁବିଧା ହବ ତାର ଭୟ। ଏ ଭୟକୁ ଟାଳିବା ପାଇଁ ଆମେ ବିଭିନ୍ନ ପ୍ରକାର କ୍ରିୟାକର୍ମ, ଅନ୍ୟାନ୍ୟ ଏଇ ଯୋଉ କର୍ମମାନ ଆମେ କରିଥାଉ। ଭୟକୁ, କେବଳ ଭୟ ପାଇଁ ଆମେ ଏଇ ସମସ୍ତ କର୍ମକୁ କରିଥାଉ। ବାସ୍ତବରେ ଆମେ କାହାକୁ ଭୟ କରୁଛେ? ଏ ବିଚାର ଆମେ କଲେଣି ତ ଆମେ ଯଦି ଭୟ ବି କରୁଛେ, କିଏ କାହାର ଏତେ ଶକ୍ତି ଅଛି, କିଏ ଏତେ ବଳଶାଳୀ ଯିଏ ମତେ ଏ ଭୟକୁ ମତେ ଦାବିକି ରଖିଛି ଏବଂ ଭୟ ପ୍ରତି ସମୟରେ ପ୍ରଦାନ କରୁଛି? ସେ କିଏ, ସେ କଥା ଆମେ ଜାଣିଲେଣି ନା? ତାଠାରୁ ବି ଆଉ କିଏ ଗୋଟେ ଶକ୍ତିଶାଳୀ ଅଛି ଯୋଉଟାକୁ ଆମେ ଏପର୍ଯ୍ୟନ୍ତ ଜାଣିନାହାନ୍ତି। ମୁନି ସମାଜ ସେଇ ଜ୍ଞାନକୁ ପ୍ରଦାନ କରିବାକୁ ଆସେ। ବୋଲ ସ୍ୱତନ୍ତ୍ର ବିଚାର କି, ଆତ୍ମଜ୍ଞାନ କି, ଜୀବ ଭଗବାନ କି। ମୁନି ସମାଜ ସେଇ ଜ୍ଞାନକୁ ପ୍ରଦାନ କରିବାକୁ ଆସେ, ଆପଣଙ୍କୁ ସ୍ୱତନ୍ତ୍ର ବିଚାରକୁ କରିବାକୁ, ଆପଣଙ୍କୁ ନିର୍ଭୀକ କରିବାକୁ ଆସେ, ଆପଣଙ୍କୁ ଭୟ ଶୂନ୍ୟ କରିବାକୁ ଆସେ। ଆପଣ ଜାଣିଛନ୍ତି ଯେ ପରମ ସ୍ରଷ୍ଟା, ଯେ ସୃଷ୍ଟିକର୍ତ୍ତା, ଯେ ସ୍ୱୟଂ ସେହି ଯାହାର ପାଇଁ ଏ ସମସ୍ତ ସୃଷ୍ଟିର ସ୍ରଷ୍ଟା ହେଇଛି, ସେ ସ୍ୱୟଂ ଅୟମ୍ ଆତ୍ମା ବ୍ରହ୍ମ ଅହଂ ବ୍ରହ୍ମାସ୍ମି। ଯେତେବେଳେ ଏ ଜ୍ଞାନ ଆସିଯିବ, ଏକାଦଶ ସ୍କନ୍ଧ 29 ଅଧ୍ୟାୟରେ ସେ କଥାକୁ ସ୍ପଷ୍ଟ ଭାବରେ କୁହାଗଲା। ଆପଣମାନେ ପଢିଛନ୍ତି, ଜାଣିଛନ୍ତି। ଏ ଆତ୍ମା ହର୍ତ୍ତା କର୍ତ୍ତା ଦାତା, ଆତ୍ମା ଈଶ୍ୱର ପିତା ମାତା, ସୃଷ୍ଟି ପ୍ରାଣ ସଂହାରଣ, ଏ ସର୍ବ ଆତ୍ମାର ଧିଆଣ। ଏଣୁ ଅଶେଷ ଚରାଚରେ, ଆତ୍ମା ଭିନ୍ନ ନାହିଁ ପରେ। କେତେ ସୁନ୍ଦର ସ୍ପଷ୍ଟ ଭାବରେ ଏ କଥାକୁ ଜଣେଇ ଦିଆଗଲା ଯେ ଏ ସମସ୍ତ ସୃଷ୍ଟିର ସ୍ରଷ୍ଟା, ଈଶ୍ୱର, ସୃଷ୍ଟି ସ୍ଥିତି ପ୍ରଳୟର କର୍ତ୍ତା, ସେ ହଉଛି ଆତ୍ମସତ୍ତା, ଆତ୍ମା। ବେଦ ବଚନ ଅନୁମାନ, ସତ୍ୟ ନ କୁହେ ଆତ୍ମା ବିନୁ। ଏ ବେଦ ବଚନ ଅନୁମାନ ହେଇପାରେ, କିନ୍ତୁ ଆତ୍ମା ଛଡା ସତ୍ୟ ଏ କଥା କେହି ବି ଫାଙ୍କି ପାରିବେ ନାହିଁ। ଆତ୍ମା ହିଁ ଏକମାତ୍ର ସତ୍ୟ। ଆପଣ ଏପର୍ଯ୍ୟନ୍ତ ଆସିଛନ୍ତି, ଆପଣଙ୍କର ଏଡେ ବଡ ଶରୀରଟାକୁ ଧରିକିରି କିଏ ଏ ଜାଗାରେ ପହଞ୍ଚେଇଛି? ୟାକୁ ସକ୍ଷମ କିଏ କରେଇଛି? ଆପଣ ଯୋଉ ଦୃଶ୍ୟ ଦେଖୁଛନ୍ତି, ଏ ଦୃଶ୍ୟକୁ ଦେଖିବା ପାଇଁ କିଏ ସକ୍ଷମ କରଉଛି? ଆପଣ ଏଇ ଯୋଉ ଶବ୍ଦ ଶୁଣୁଛନ୍ତି, ଏ ଶବ୍ଦକୁ ଶୁଣିବା ପାଇଁ କିଏ ସକ୍ଷମ କରେଇଛି? ଏ ସମସ୍ତ ରୂପ, ରସ, ଗନ୍ଧ, ସ୍ପର୍ଶର ଏ ସମସ୍ତ ଆଧାର, ମୂଳ ଆଧାର କିଏ? ये तत्व मुनि समाज, ये ज्ञान मुनि समाज दिए, जे निर्भय करे दिए जे जाने आपण से अंत उच्च, आपण होउचंती से आत्मसत्ता, आपण होउचंती से परम सत्ता। काहाको आज डरुछंती? किए आपणकर क्षति करि पारे? किए आपणकर आपणको हैरान करि पारे? ये प्रकृति ये केही भी आपणको हैरान करि परिबो नाही। प्रफुल्ल मुनिकर गोटे शुभ भावना आरंभରୁ ଆମେ ପଢି ଆସିଛନ୍ତି। इच्छारे मोहर सृष्टि हुए आत जात, इच्छारे ते पूरा करी पारे प्रकम्पित, मुझे अटे इच्छामय, इच्छा बड़े तीन पूर करी पारे जय। ଏ ଇଚ୍ଛାଟାକୁ ମୁଁ ବୁଝିପାରିନି ଏପର୍ଯ୍ୟନ୍ତ। ସେଥିପାଇଁ ମୁଁ କୋଉଠି କୋଉଠି ମୁଣ୍ଡ ଗଡଉଛି, କୋଉଠି କୋଉଠି
ଘିଅ ପଡୁଛି ବ୍ରାହ୍ମଣକୁ ଡାକି କୋଉଠି କଣ କର୍ମ କରୁଛି ସେଇ ଇଚ୍ଛାର ଶକ୍ତିଟାକୁ ମୁଁ ଏପର୍ଯ୍ୟନ୍ତ ବୁଝିପାରୁନି। ନିର୍ଦ୍ଦେଶ ଆସିଲା ମୁଁ ସାରିବି ଖାଲି କାହିଁକି ସାର୍ଙ୍କର ଗୋଟେ ପ୍ରଶ୍ନ ଥିଲା ଖାଲି ସେ ପ୍ରଶ୍ନ ଉପରେ ବାଟରେ ଆସିଲା ବେଳେ ଖାଲି କହୁଥିଲେ